ଦର୍ଶକ ବନ୍ଧୁ, ବିଲେଇ କହିଥାଏ ଆପଣଙ୍କର ଭାଗ୍ୟ। ଭବିଷ୍ୟତ ଇଶାରା ଗୁଡ଼ିକୁ ଯଦି ବୁଝିଯିବେ, ତେବେ ଜୀବନର ସବୁ ସମସ୍ୟା ଦୂରେଇ ଯିବ। ଆମ ଭାରତରେ ଏକ ଧାର୍ମିକ ଦେଶ ଅଟେ। ଆମ ଦେଶରେ ଅନେକ ପ୍ରକାରର ମାନ୍ୟତା ରହିଛି, ଯେପରିକି ବିଲେଇ ବି ଆପଣଙ୍କର ରାସ୍ତା କାଟି ଚାଲିଗଲେ ଅଶୁଭ ହୋଇଥାଏ ଏବଂ ସେହି ରାସ୍ତାରେ ଅନ୍ୟ ଲୋକଙ୍କ ଯିବା ପରେ ହିଁ ଆପଣ ଯାଇପାରିବେ। ଏହିଭଳି କିଛି ଘଟଣାକୁ ଲୋକମାନେ ଶୁଭ ଅଶୁଭ ବୋଲି ମାନିଥାନ୍ତି। କିନ୍ତୁ ଏଇ ବିଲେଇ ଏହିଭଳି ଆହୁରି ଅନେକ ସୂଚନା ମଧ୍ୟ ଦେଇଥାଏ, ଯାହାକି ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିବାକୁ ପାଇବେ। ଦର୍ଶକ ବନ୍ଧୁ, ବିଲେଇ ରାସ୍ତା କାଟିବା ଅଶୁଭ ହୋଇନଥାଏ। ବିଲେଇ ଯଦି ବାମରୁ ଡାହାଣ ପଟକୁ ରାସ୍ତା କାଟିଥାଏ, ତେବେ ଲୋକମାନେ ତାକୁ ଅଶୁଭ ବୋଲି ମାନିଥାନ୍ତି। ପ୍ରତ୍ୟେକ ସମୟରେ ବିଲେଇ ରାସ୍ତା କାଟିବା ଅଶୁଭ ହୋଇନଥାଏ, ଏହା ଶୁଭ ସଂକେତ ହୋଇଥାଏ। ଶାସ୍ତ୍ର ଅନୁସାରେ ରାହୁଙ୍କର ବାହନ ହେଉଛନ୍ତି ବିଲେଇ। ରାହୁଙ୍କର ଖରାପ ପ୍ରଭାବ ଦ୍ୱାରା ଆପଣଙ୍କର ଖରାପ ସମୟ ସୃଷ୍ଟି ହୁଏ। ଯଦି ଆପଣଙ୍କ ଘରେ ବିଲେଇ କାନ୍ଦିବାର ଶବ୍ଦ ଶୁଣନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କ ସହ ଅଘଟଣ ଘଟିଥାଏ। ଘର ପାଖରେ ଯଦି ଦୁଇଟି ବିଲେଇ ଝଗଡ଼ା ଲାଗୁଛନ୍ତି, ତେବେ ଏହାର ଅର୍ଥ ହେଉଛି ତେବେ ଅନ୍ୟ କାହା ସହିତ ଆପଣଙ୍କର ଝଗଡ଼ା ହେବ। ଯଦି କୌଣସି ପର୍ବପର୍ବାଣି ବା ଶୁଭଦିନ ମାନଙ୍କର ବିଲେଇ ଆପଣଙ୍କ ଘରକୁ ଆସିଥାଏ, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ବିଲେଇ ଘରକୁ ଆସିଲେ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବସିଥାଏ। ଯଦି ଶୋଇଥିବା ବ୍ୟକ୍ତି ଚାରିପାଖେ ବିଲେଇ ଚାଲେ, ତେବେ ସେହି ବ୍ୟକ୍ତି କୌଣସି ସରକାରୀ ସମସ୍ୟାରେ ପଡ଼ିପାରନ୍ତି। ଯଦି ବିଲେଇ ଗୋଡ଼ ଚାଟିଥାଏ, ତେବେ ଏହା ରୋଗର ସଂକେତ ଅଟେ। ଭବିଷ୍ୟତରେ ଆପଣଙ୍କୁ ରୋଗରେ ପୀଡ଼ିତ ହୋଇପାରନ୍ତି। ଯଦି ଆପଣଙ୍କ ମୁଣ୍ଡ ଉପରେ ଡେଇଁ ଚାଲିଥାଏ, ତେବେ ଆପଣ କୌଣସି ସମସ୍ୟାରେ ପଡ଼ିପାରନ୍ତି। ଘରେ ଥିବା କ୍ଷୀରକୁ ଯଦି ବିଲେଇ ପିଇଦିଏ, ତେବେ ଆପଣଙ୍କ ଘରର ଧନହାନି ହେବାର ମୁଖ୍ୟ ସଂକେତ ଅଟେ। ତେବେ ଆପଣମାନେ ଯଦି ଏହି ସବୁ ସଂକେତ ପାଉଛନ୍ତି, ତେବେ ଏହାର ପ୍ରତିକାର ତୁରନ୍ତ କରନ୍ତୁ। ତେବେ ଆପଣଙ୍କ ଜୀବନରେ କୌଣସି ଅସୁବିଧା ରହିବ ନାହିଁ। ତେଣୁ ଆଶା କରୁଛି ଏହି ଛୋଟ ଭିଡ଼ିଓଟି ମୋର ନିଶ୍ଚୟ ଭଲ ଲାଗିବ। ଜୟ ଜଗନ୍ନାଥ।